ବାରିପଦା ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଗୋଷ୍ଠୀ ସାଧନ କେନ୍ଦ୍ରଠାରେ 39ତମ ଜାତୀୟ ଚକ୍ଷୁଦାନ ପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅଭୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଡକ୍ଟର ଦାସ ତାଙ୍କ ଅଭିଭାଷଣରେ ପକ୍ଷ ପାଳନର ଉଦ୍ଦେଶ୍ୟ ଚକ୍ଷୁର ଯତ୍ନ ଚକ୍ଷୁଦାନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଅନ୍ଧତ୍ୱ ଦୂରୀକରଣ ନିମନ୍ତେ ଲୋକମାନଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ୱାସକୁ ଦୂରାଇ ଦେବା, ଯାହାଦ୍ୱାରା ସମସ୍ତେ ଚକ୍ଷୁଦାନ ନିମନ୍ତେ ଆଗେଇ ଆସିବେ, ଅନ୍ଧତ୍ୱ ଦୂରୀକରଣ କରିବାର ସହାୟକ ହୋଇପାରିବ ବୋଲି ଡକ୍ଟର ବିଜୟ କୁମାର ଦାସ DMOS କହିଥିଲେ। ଡକ୍ଟର ଜ୍ଞାନେନ୍ଦ୍ର କୁମାର ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ, ଯେକୌଣସି ବୟସ ବା ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ସମସ୍ତେ ଚକ୍ଷୁଦାନ କରିପାରିବେ। ପ୍ରାରମ୍ଭରେ ଏକ ସଚେତନା ଶୋଭା ଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସା ପରିସରରୁ ବାହାରି ସହର ପରିକ୍ରମା କରିଥିଲା। ସେହି ଚକ୍ଷୁଦାନ ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲା ସରକାରୀ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀ ଗଣେଶ୍ୱର ମହାନ୍ତି ପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ। ବାରିପଦାରୁ ଗୌର ଦାସଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।